ଦଶମ ବୋର୍ଡ ପରୀକ୍ଷାରେ ବନ୍ଦେ ଉତ୍କଳ ଜନନୀ କବିତାରୁ 2ରୁ 3ଟି ପ୍ରଶ୍ନ ନିଶ୍ଚିତ ଆସେ। ସେହି ପ୍ରଶ୍ନଗୁଡ଼ିକୁ ଆମେ କେମିତି ସହଜରେ ସଲ୍ଭ କରିପାରିବା, ସେଥିପାଇଁ ମୁଁ ଏହି କ୍ଲାସ୍ରେ 20ଟି MCQ ନେଇ ଆସିଛି, ଯାହା ବୋର୍ଡ ଏକ୍ଜାମ୍ ପାଇଁ ତମମାନଙ୍କୁ ବହୁତ ହେଲ୍ପଫୁଲ୍ ହେବ। ଚାଲ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। କ୍ୱେଶ୍ଚିନ୍ ନମ୍ବର 1, ବନ୍ଦେ ଉତ୍କଳ ଜନନୀ କବିତା କେବେ ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଲାଭ କରିଛି? ଅପସନ୍ ଏ 2015, ବି 2011, ସି 2020, ଡି 2021। ଏହି ପ୍ରଶ୍ନର ସଠିକ୍ ଉତ୍ତର କ'ଣ ହେବ? ଅପସନ୍ ସି 2020 ମସିହାରେ ବନ୍ଦେ ଉତ୍କଳ ଜନନୀ ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଲାଭ କରିଛି। ଅପସନ୍ ସି ଆମର କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 2, ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ? ଏ କବିବର, ବି ସ୍ୱଭାବ କବି, ସି ବ୍ୟାସ କବି, ଡି କାନ୍ତ କବି। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ଡି କାନ୍ତ କବି ରୂପେ ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ପରିଚିତ। କ୍ୱେଶ୍ଚିନ୍ ନମ୍ବର 3, ବନ୍ଦେ ଉତ୍କଳ ଜନନୀ କେଉଁ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହୋଇଛି? ଏ ଦେଶ ସଙ୍ଗୀତ, ବି ଜାତୀୟ ସଙ୍ଗୀତ, ସି ଗ୍ରାମ୍ୟ ସଙ୍ଗୀତ, ଡି ରାଜ୍ୟ ସଙ୍ଗୀତ। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ଡି ରାଜ୍ୟ ସଙ୍ଗୀତ ରୂପେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୱେଶ୍ଚିନ୍ ନମ୍ବର 4, ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ପତ୍ରିକାର ପ୍ରତିଷ୍ଠାତା ଥିଲେ? ଏ ସାଗର, ବି ଡଗର, ସି ସମ୍ବାଦ, ଡି ସମାଜ। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହେବ? ନା ଲକ୍ଷ୍ମୀକାନ୍ତ ମହାପାତ୍ର ଡଗର ପତ୍ରିକାର ପ୍ରତିଷ୍ଠାତା ଥିଲେ। ଅପସନ୍ ବି ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 5, ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ଏ ପୟୋଧି, ବି ଝରଣା, ସି ତଟିନୀ, ଡି ହ୍ରଦ। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହେବ? ନା ଉତ୍କଳ ଜନନୀଙ୍କ ଶରୀରକୁ ପୟୋଧି ଧୋଇ ଦେଉଛି। ଅପସନ୍ ଏ ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 6, ସମୁଦ୍ର ତଟରେ କେଉଁ ବୃକ୍ଷମାନ ଉତ୍କଳ ମାତାକୁ ସୁଶୋଭିତ କରିଛନ୍ତି? ଏ ନଡ଼ିଆ, ବି ଆମ୍ବ, ସି ତାଳତମାଳ, ଡି ବରଗଛ। এই ପ୍ରଶ୍ନର ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ସି ତାଳତମାଳ ବୃକ୍ଷମାନ ଉତ୍କଳ ମାତାଙ୍କୁ ସୁଶୋଭିତ କରୁଛନ୍ତି। କୋଉଠାରେ? ଉତ୍କଳ ମାତାଙ୍କର ସମୁଦ୍ର ତଟରେ। କ୍ୱେଶ୍ଚିନ୍ ନମ୍ବର 7, ଉତ୍କଳ ମାତାର ପାଦ ଦେଶରେ କେଉଁ ଭଳି ନଦୀ ବହି ଯାଉଛି? ଏ ଶୁଭ୍ର ତଟିନୀ, ବି ନୀଳ ତଟିନୀ, ସି ସୁବର୍ଣ୍ଣ ତଟିନୀ, ଡି କୃଷ୍ଣ ତଟିନୀ। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ଏ ଶୁଭ୍ର ତଟିନୀ। ଉତ୍କଳ ମାତାର ପାଦ ଦେଶରେ ଶୁଭ୍ର ତଟିନୀ ଭଳି ନଦୀ ବହି ଯାଉଛି। କ୍ୱେଶ୍ଚିନ୍ ନମ୍ବର 8, ଘନ ଘନ ଡ୍ୟାସ୍ ରାଜିତ ଅଙ୍ଗେ। ତମମାନଙ୍କୁ ଏଇ ଖାଲି ସ୍ଥାନକୁ ପୂରଣ କରିବାର ଅଛି। ଘନ ଘନ ଡ୍ୟାସ୍ ରାଜିତ ଅଙ୍ଗେ। ଅପସନ୍ ଏ ରଣଭୂମି, ବି ବନଭୂମି, ସି ଶୁଷ୍କ ଭୂମି, ଡି କର୍ମଭୂମି। এই ପ୍ରଶ୍ନର କରେକ୍ଟ ଆନ୍ସର କ'ଣ ହେବ ପିଲାମାନେ? ଘନ ଘନ ବନଭୂମି ରାଜିତ ଅଙ୍ଗେ। ଅପସନ୍ ବି ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 9, ଉତ୍କଳ ମାତା ଅଙ୍ଗରେ ନୀଳଭୂଧର ମାଳା କେଉଁ ରୂପରେ ସାଜିଛି? ଏ ତରଙ୍ଗ, ବି ଢେଉ, ସି ବିହଙ୍ଗ, ଡି ଭୁଜଙ୍ଗ। এই ପ୍ରଶ୍ନର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ଏ ଉତ୍କଳ ମାତାଙ୍କ ଅଙ୍ଗରେ ଭୂଧର ମାଳା ଗୁଡ଼ିକ ତରଙ୍ଗ ରୂପରେ ସାଜିଛି। କ୍ୱେଶ୍ଚିନ୍ ନମ୍ବର 10, ଉତ୍କଳ ଜନନୀଙ୍କ ଆକାଶ କାହାର କଳ କଳ ରାବରେ ମୁଖରିତ ହୋଇଥାଏ? ଏ ସମୁଦ୍ର ଢେଉମାନଙ୍କର, ବି ପକ୍ଷୀମାନଙ୍କର, ସି ଝରଣାର, ଡି ନଦୀର। এই ପ୍ରଶ୍ନର କରେକ୍ଟ ଆନ୍ସର କ'ଣ ହେବ? ନା ଉତ୍କଳ ଜନନୀଙ୍କ ଆକାଶ ପକ୍ଷୀମାନଙ୍କର କଳ କଳ ରାବରେ ମୁଖରିତ ହୋଇଥାଏ। ଅପସନ୍ ବି ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 11, ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା। ଏଠି ଯୋଉ ଶାଳୀ ଅଛି, ମାନେ ଏ ଉକ୍ତ ରେଖାଙ୍କିତ ପଦଟି କେଉଁ ପ୍ରକାର ଶସ୍ୟ ଅଟେ?
ଏ ସୋରିଷ, ବି ଧାନ, ସି ଗହମ, ଡି ମାଣ୍ଡିଆ। ଏ ଶାଳିଟା କୋଉ ପ୍ରକାରର ଶସ୍ୟ ଅଟେ? ଅପସନ ବି ଧାନ। କ୍ୱେଶ୍ଚିନ୍ ନମ୍ବର 12, ଉତ୍କଳ ମାତାଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ୱଳ ଅଟେ? ଏ ଜ୍ଞାନ ଅଜ୍ଞାନ, ବି ସୂର୍ଯ୍ୟ, ସି ଜ୍ଞାନ ବିଜ୍ଞାନ, ଡି ଚନ୍ଦ୍ର। କେଉଁ ଆଲୋକରେ ଉଜ୍ଜ୍ୱଳ ଅଟେ? ଅପସନ ସି ଜ୍ଞାନ ବିଜ୍ଞାନର ଆଲୋକରେ ଉଜ୍ଜ୍ୱଳ ଅଟେ। କଣ? ଉତ୍କଳ ମାତାଙ୍କ ଚକ୍ଷୁ। କ୍ୱେଶ୍ଚିନ୍ ନମ୍ବର 13, କେଉଁମାନଙ୍କ କୁଟୀର ଯୋଗୁଁ ଉତ୍କଳ ଜନନୀ ପବିତ୍ର? ଏ ମହାନ କବି, ବି ଯୋଦ୍ଧା, ସି ଶାସକ, ଡି ଯୋଗୀ ଋଷି। କେଉଁମାନଙ୍କ କୁଟୀର ଯୋଗୁଁ ଉତ୍କଳ ଜନନୀ ପବିତ୍ର? ଅପସନ ଡି ଯୋଗୀ ଋଷି ମାନଙ୍କର କୁଟୀର ଯୋଗୁଁ ଉତ୍କଳ ଜନନୀ ଆଜି ପବିତ୍ର। କ୍ୱେଶ୍ଚିନ୍ ନମ୍ବର 14, ଉତ୍କଳ ପ୍ରଦେଶକୁ କିଏ ମଣ୍ଡନ କରିଛନ୍ତି? ଏ ନୀଳ ପର୍ବତମାଳା, ବି ସୁନ୍ଦର ମନ୍ଦିର, ସି ସୁରବୀର, ଡି କୃତବର। এই କ୍ୱେଶ୍ଚିନ୍ର କରେକ୍ଟ ଆନ୍ସର କ'ଣ ହବ? ନା ଉତ୍କଳ ପ୍ରଦେଶକୁ ସୁନ୍ଦର ମନ୍ଦିର ମଣ୍ଡନ କରିଛନ୍ତି। ଅପସନ ବି ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 15, ଉତ୍କଳ ମାତାଙ୍କ ବେଶ କେଉଁଥିରେ ଶୋଭା ପାଉଛି? ଏ ପର୍ବତମାଳା, ବି ସମୁଦ୍ର ତରଙ୍ଗ, ସି ଶସ୍ୟକ୍ଷେତ୍ର, ଡି ଚାରୁକଳା। ଉତ୍କଳ ମାତାଙ୍କ ବେଶ କେଉଁଥିରେ ଶୋଭା ପାଉଛି? ନା ଉତ୍କଳ ମାତାଙ୍କ ବେଶ ଚାରୁକଳାରେ ଶୋଭା ପାଉଛି। ଅପସନ ଡି ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 16, ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ବୋଲି କୁହାଯାଇଛି? ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ବୋଲି କୁହାଯାଇଛି? ଏ ଦୁର୍ଗ, ବି କୁଟୀର, ସି ନଦୀ, ଡି ପୁଣ୍ୟତୀର୍ଥ। এই ପ୍ରଶ୍ନର କରେକ୍ଟ ଆନ୍ସର କ'ଣ ହବ? ଅପସନ ଡି ପୁଣ୍ୟ ତୀର୍ଥରେ ପୂର୍ଣ୍ଣ ବୋଲି କୁହାଯାଇଛି। କ୍ୱେଶ୍ଚିନ୍ ନମ୍ବର 17, ଉତ୍କଳ ମାତାଙ୍କ ଶରୀର କାହା ରକ୍ତରେ ଅନୁରଞ୍ଜିତ? ଏ ଶତ୍ରୁ, ବି ମୁନି ଋଷି, ସି ପଶୁପକ୍ଷୀ, ଡି ସୈନ୍ୟ ସାମନ୍ତ। ଉତ୍କଳ ମାତାଙ୍କ ଶରୀର କାହା ରକ୍ତରେ ଅନୁରଞ୍ଜିତ? ନା ଉତ୍କଳ ମାତାଙ୍କ ଶରୀର ଶତ୍ରୁଙ୍କର ରକ୍ତରେ ଅନୁରଞ୍ଜିତ। ଅପସନ ଏ ଆମର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 18, ଉତ୍କଳ ଭୂମିର ସୁରବର ବୋଲି କାହାକୁ ଆଖ୍ୟା ଦିଆଯାଇଛି? ଏ ବିଦ୍ୱାନ, ବି ଶ୍ରେଷ୍ଠ କବି, ସି ଶ୍ରେଷ୍ଠ ଯୋଦ୍ଧା, ଡି ବୈଜ୍ଞାନିକ। ଉତ୍କଳ ଭୂମିର ସୁରବର ବୋଲି କାହାକୁ ଆଖ୍ୟା ଦିଆଯାଇଛି? ଅପସନ ସି ଶ୍ରେଷ୍ଠ ଯୋଦ୍ଧା ମାନଙ୍କୁ ଉତ୍କଳ ଭୂମିର ସୁରବର ବୋଲି ଆଖ୍ୟା ଦିଆଯାଇଛି। କ୍ୱେଶ୍ଚିନ୍ ନମ୍ବର 19, ଉତ୍କଳ ଜନନୀ ଆଜି କେଉଁମାନଙ୍କ ପାଇଁ ବନ୍ଦନୀୟ? ଏ ମହାନ ପୁରୁଷ, ବି ମହାନ ଜ୍ଞାନୀ, ସି ମହାନ କବି, ଡି ମହାନ ଜନତା। କାହା ପାଇଁ ବନ୍ଦନୀୟ? ନା ମହାନ କବିମାନଙ୍କ ପାଇଁ ବନ୍ଦନୀୟ। କ୍ୱେଶ୍ଚିନ୍ ନମ୍ବର 20, ବନ୍ଦେ ଉତ୍କଳ ଜନନୀ ଏକ କେଉଁ ପ୍ରକାର କବିତା? ଏ ଜାତୀୟତାବାଦୀ, ବି ମାତୃଭୂମି ପ୍ରଶଂସକ, ସି ଦେଶାତ୍ମକ ବୋଧକ, ଡି ଉପରୋକ୍ତ ସମସ୍ତ। এই ପ୍ରଶ୍ନର କରେକ୍ଟ ଆନ୍ସର କ'ଣ ହବ? ନା ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା, ଠିକ୍। ମାତୃଭୂମି ପ୍ରଶଂସକ, ଠିକ୍। ଦେଶାତ୍ମକ ବୋଧକ, ଠିକ୍। ଅର୍ଥାତ୍ এই ପ୍ରଶ୍ନର କରେକ୍ଟ ଆନ୍ସର ହବ ଅପସନ ଡି ଉପରୋକ୍ତ ସମସ୍ତ। ଆଜି ଆମେ ବନ୍ଦେ ଉତ୍କଳ ଜନନୀ କବିତାର 20ଟି ଇମ୍ପୋର୍ଟାଣ୍ଟ MCQ କ୍ଲିୟର କଲେ। এই ପ୍ରଶ୍ନ ଗୁଡ଼ିକ ବୋର୍ଡ ଏକ୍ଜାମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେଇଥିପାଇଁ ତମମାନେ ଘରେ ବସିକି ଏଇ 20ଟି ପ୍ରଶ୍ନକୁ ପୁଣି ଥରେ ରିଭିଜନ କରିବ। ଠିକ୍ ଅଛି ପିଲାମାନେ, ନେକ୍ସଟ କ୍ଲାସରେ ଆଉ କିଛି ଇମ୍ପୋର୍ଟାଣ୍ଟ MCQ ନେଇକି ଆସିବି। ଧନ୍ୟବାଦ।